ଆମେ ସମସ୍ତେ ଆମ ଚାରିପାଖରେ ଦେଖୁ କିଛି ଲୋକ ଏମିତି ଥାଆନ୍ତି ଯେଉଁମାନେ ଜୀବନର ବଡ଼ ବଡ଼ ସମସ୍ୟାକୁ ବି ବହୁତ ସହଜରେ ସମାଧାନ କରିଦିଅନ୍ତି। ଆଉ କିଛି ଲୋକ ସାମାନ୍ୟ ନିଷ୍ପତ୍ତି ନେବାକୁ ବି ଘଣ୍ଟା ଘଣ୍ଟା ସମୟ ନିଅନ୍ତି। ଏମିତି କାହିଁକି ହୁଏ ଭାବିଛନ୍ତି କେବେ? ୱେଲ୍, ଏହାର ଉତ୍ତର ନା ଗୋଟିଏ ବହୁତ ଶକ୍ତିଶାଳୀ ଦକ୍ଷତା ଭିତରେ ଲୁଚି ରହିଛି। ଆଉ ସେହି ଦକ୍ଷତାଟି ହେଉଛି କ୍ରିଟିକାଲ ଥିଙ୍କିଂ। ଓଡ଼ିଆରେ କହିଲେ ସମାଲୋଚନାତ୍ମକ ଚିନ୍ତାଧାରା। ଏବେ ଏହି ଶବ୍ଦଟା ଶୁଣିଲେ ବହୁତ ଭାରି ଲାଗୁଥାଇପାରେ, କିନ୍ତୁ ବିଶ୍ୱାସ କରନ୍ତୁ, ଏହା କୌଣସି ରକେଟ୍ ସାଇନ୍ସ ନୁହଁ। ଏହା ହେଉଛି ଚିନ୍ତା କରିବାର ଏକ ସ୍ମାର୍ଟ ଉପାୟ, ଯାହା ଆମକୁ ଆମ ବ୍ୟକ୍ତିଗତ ଜୀବନରେ ହେଉ କିମ୍ବା କର୍ମକ୍ଷେତ୍ରରେ ସବୁଠି ସଫଳ ହେବାରେ ସାହାଯ୍ୟ କରେ। ତେବେ ଚାଲନ୍ତୁ ଆଜିର ଏହି ବିଶ୍ଳେଷଣରେ ଏହି ଦକ୍ଷତା ଭିତରକୁ ଟିକେ ଗଭୀରକୁ ଯିବା। ଆମେ ଏହି ପୂରା ଯାତ୍ରାକୁ 5ଟି ସହଜ ପର୍ଯ୍ୟାୟରେ ବାଣ୍ଟି ଦେଇଛେ। ପ୍ରଥମେ ଆମେ ବୁଝିବା ଯେ ଆମକୁ ପ୍ରକୃତରେ ଏମିତି ଚିନ୍ତା କରିବାର ଦରକାର କାହିଁକି। ତାପରେ ଆମେ ନିଜ ମନ ଭିତରକୁ ଯିବା ଆଉ ଦେଖିବା ସେଠି କ'ଣ ସବୁ ଚାଲିଛି। ଏହାପରେ ଆମେ କିଛି ମେଣ୍ଟାଲ ଟୁଲକିଟ୍ ବା ମାନସିକ ଉପକରଣ ତିଆରି କରିବା। ଚତୁର୍ଥରେ ସେହି ଉପକରଣକୁ ବ୍ୟବହାର କରି ଜୀବନର ଜଟିଳ ସମସ୍ୟାଗୁଡ଼ିକୁ କେମିତି ସମାଧାନ କରାଯାଏ ତାହା ଶିଖିବା। ଆଉ ଶେଷରେ କେମିତି ଜଣେ ଦୃଢ଼ ସ୍ଥିରଚିନ୍ତକ ହୋଇପାରିବା ସେ ବିଷୟରେ ଆଲୋଚନା କରିବା। ତେବେ ଆଉ ଡେରି କାହିଁକି? ଚାଲନ୍ତୁ ଆରମ୍ଭ କରିବା ଆମର ପ୍ରଥମ ପର୍ଯ୍ୟାୟ, କାହିଁକି ଆମକୁ ଏହି ସମାଲୋଚନାତ୍ମକ ଚିନ୍ତାଧାରାର ଆବଶ୍ୟକତା ରହିଛି। ମନେ ରଖନ୍ତୁ, ଏହିଠାରୁ ହିଁ ଆରମ୍ଭ ହେଉଛି ଆମର ବ୍ୟକ୍ତିଗତ ପରିବର୍ତ୍ତନର ଯାତ୍ରା। ଆଚ୍ଛା, ତେବେ ଏହି କ୍ରିଟିକାଲ ଥିଙ୍କିଂ ଜିନିଷଟା ପ୍ରକୃତରେ କ'ଣ? ଦେଖନ୍ତୁ, ଅନେକ ଲୋକ ଭାବନ୍ତି ଏହାର ମାନେ ହେଉଛି ଖାଲି ଅନ୍ୟର ଭୁଲ ଖୋଜିବା କିମ୍ବା ସବୁବେଳେ ଯୁକ୍ତିତର୍କ କରିବା। କିନ୍ତୁ ନା, ଏହା ଆଦୌ ସେୟା ନୁହେଁ। ଏହା ହେଉଛି ଏକ ଶୃଙ୍ଖଳିତ ପ୍ରକ୍ରିୟା, ଯେଉଁଠି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆମେ ସୂଚନାକୁ ଭଲ ଭାବେ ବିଶ୍ଳେଷଣ କରୁ, ତାକୁ ମୂଲ୍ୟାଙ୍କନ କରୁ, ଆଉ ତାପରେ ଯାଇ ଗୋଟିଏ ସୁଚିନ୍ତିତ ସିଦ୍ଧାନ୍ତରେ ପହଞ୍ଚୁ। ଗୋଟିଏ ସରଳ ଉଦାହରଣ ନିଅନ୍ତୁ। ଆଜିକାଲି ସୋସିଆଲ ମିଡିଆରେ କିଛି ବି ଖବର ଆସିଲେ ତାକୁ ସଙ୍ଗେ ସଙ୍ଗେ ବିଶ୍ୱାସ କରି ନ ନେଇ ତାର ସତ୍ୟତାକୁ ଟିକେ ଯାଞ୍ଚ କରିବା। ଏହା ହିଁ ତ କ୍ରିଟିକାଲ ଥିଙ୍କିଂ। କିନ୍ତୁ ପ୍ରଶ୍ନ ଉଠୁଛି, ଏହା ଏତେ ଜରୁରୀ କାହିଁକି? କ'ଣ ଲାଭ ଏଥିରୁ? ଦେଖନ୍ତୁ, ଏହାର ଫାଇଦା ବହୁତ। ଯେତେବେଳେ ଆମେ ସମାଲୋଚନାତ୍ମକ ଭାବେ ଚିନ୍ତା କରୁ, ଆମର ସମ୍ପର୍କଗୁଡ଼ିକ ଆହୁରି ମଜବୁତ ହୁଏ। ଆମେ ଯେକୌଣସି ବିବାଦକୁ ସହଜରେ ସମାଧାନ କରିପାରୁ। ଆଉ ସବୁଠୁ ବଡ଼ କଥା, ଆମେ ସବୁବେଳେ ସଠିକ୍ ସୂଚନାକୁ ଆଧାର କରି ନିଷ୍ପତ୍ତି ନେଉ। ଆଉ କର୍ମକ୍ଷେତ୍ର କଥା କହିଲେ ତ, ଏହି ଗୋଟିଏ ଦକ୍ଷତା ହିଁ ଜଣେ ସାଧାରଣ କର୍ମଚାରୀ ଏବଂ ଜଣେ ଭଲ ଲିଡର ବା ଇନୋଭେଟର ଭିତରେ ଥିବା ପାର୍ଥକ୍ୟକୁ ସ୍ପଷ୍ଟ କରିଦିଏ। ଠିକ୍ ଅଛି, ତେବେ ଏବେ ଆସନ୍ତୁ ଆମ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟକୁ ଯିବା। ଏଠାରେ ଆମେ ନିଜ ଭିତରର ଦୁନିଆକୁ ବୁଝିବାକୁ ଚେଷ୍ଟା କରିବା। କାରଣ ଗୋଟିଏ କଥା ମନେ ରଖନ୍ତୁ, ବାହାର ଦୁନିଆକୁ ବୁଝିବା ପୂର୍ବରୁ ନିଜ ମନକୁ ବୁଝିବା ବହୁତ ଜରୁରୀ। କହିବାକୁ ଗଲେ, କ୍ରିଟିକାଲ ଥିଙ୍କିଂର ପ୍ରଥମ ପାହାଚ ହିଁ ହେଉଛି ଆତ୍ମସଚେତନତା। ଗୋଟିଏ ମୁହୂର୍ତ୍ତ ପାଇଁ କଳ୍ପନା କରନ୍ତୁ, ଆମ ମନଟା ଗୋଟିଏ ବିଶାଳ ଅଜଣା ଅଞ୍ଚଳ ପରି, ଯାହା ଭିତରେ କେତେ ଯେ ମୂଲ୍ୟବାନ ଜିନିଷ ଲୁଚି ରହିଛି ତାର ହିସାବ ନାହିଁ। କିନ୍ତୁ ସେହି ସହିତ ସେଠାରେ କିଛି ବିପଦପୂର୍ଣ୍ଣ ଫାଣ୍ଡ ମଧ୍ୟ ରହିଛି। ତେଣୁ ନିଜକୁ ବୁଝିବାର ଏହି ଯାତ୍ରା ସତରେ କୌଣସି ରୋମାଞ୍ଚକର ଅଭିଯାନଠାରୁ କମ୍ ନୁହେଁ। ଆଉ ଆମେ ଯେଉଁ ବିପଦପୂର୍ଣ୍ଣ ଫାନ୍ଦ କଥା କହୁଥିଲେ, ସେଗୁଡ଼ିକୁ କୁହାଯାଏ କଗ୍ନିଟିଭ୍ ବାୟାସ୍ ବା ମାନସିକ ପକ୍ଷପାତ। ଯଦି ଆହୁରି ସରଳ ଭାଷାରେ କହିବା, ଏଗୁଡ଼ିକ ହେଉଛି ଆମ ଚିନ୍ତା କରିବାର ପ୍ରଣାଳୀରେ ଥିବା କିଛି ଛୋଟ ଛୋଟ ଭୁଲ, ଯାହା ଆମ ଅଜାଣତାରେ ଆମକୁ ଭୁଲ ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରିଥାଏ। ଆସନ୍ତୁ ଦୁଇଟା ବହୁତ ସାଧାରଣ ଉଦାହରଣ ଦେଖିବା। ପ୍ରଥମଟା ହେଲା କନଫର୍ମେସନ ବାୟାସ୍। ଏଥିରେ କ'ଣ ହୁଏ ନା, ଆମେ କେବଳ ସେହି ସୂଚନା ଖୋଜୁଁ ଯାହା ଆମେ ଆଗରୁ ବିଶ୍ୱାସ କରୁଥିବା କଥାକୁ ସମର୍ଥନ କରେ। ଧରନ୍ତୁ, ଆମେ ଯଦି ଭାବୁ ଯେ ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଭଲ ନୁହେଁ, ତେବେ ଆମେ କେବଳ ସେହି ଖବର ହିଁ ପଢ଼ିବୁ ବା ଦେଖିବୁ ଯାହା ଏହି କଥାକୁ ପ୍ରମାଣ କରୁଥିବ। ଆଉ ଦ୍ୱିତୀୟଟି ହେଉଛି ଆଙ୍କରିଂ ଇଫେକ୍ଟ। ଏଠାରେ ଆମେ ଯେକୌଣସି ବିଷୟରେ ପ୍ରଥମେ ଯାହା ଶୁଣୁ ତା ଉପରେ ହିଁ ଅଧିକ ନିର୍ଭର କରିଯାଉ। ଏହି ଅଦୃଶ୍ୟ ଶକ୍ତିଗୁଡ଼ିକ ଆମ ଅଜାଣତରେ ହିଁ ଆମ ନିଷ୍ପତ୍ତିକୁ ପ୍ରଭାବିତ କରନ୍ତି। ତେବେ ଯେତେବେଳେ ଆମେ ନିଜ ମନର ଏହି ଫାନ୍ଦଗୁଡ଼ିକ ବିଷୟରେ ଜାଣିଗଲେ, ଏବେ ସମୟ ଆସିଛି ଆମର ତୃତୀୟ ପର୍ଯ୍ୟାୟକୁ ଯିବାର, ଯେଉଁଠି ଆମେ ନିଜ ପାଇଁ ଏକ ମାନସିକ ଉପକରଣ ବକ୍ସ ବା ମେଣ୍ଟାଲ ଟୁଲ୍ କିଟ୍ ତିଆରି କରିବା। ଏହି ଟୁଲ୍ କିଟ୍ ହିଁ ଆମକୁ ସ୍ପଷ୍ଟ ଭାବରେ ଚିନ୍ତା କରିବାରେ ସାହାଯ୍ୟ କରିବ।
ଦେଖନ୍ତୁ, କ୍ରିଟିକାଲ ଥିଙ୍କିଂର ମୁଖ୍ୟତଃ ଦୁଇଟି ମଜବୁତ ସ୍ତମ୍ଭ ଅଛି। ଗୋଟିଏ ହେଲା ଲଜିକାଲ ରିଜନିଂ, ମାନେ ତର୍କଶୀଳ ଯୁକ୍ତି। ଏଠି ଆମେ ପ୍ରମାଣକୁ ଆଧାର କରି ଗୋଟେ ସଠିକ୍ ସିଦ୍ଧାନ୍ତରେ ପହଞ୍ଚୁ। ଆଉ ଦ୍ୱିତୀୟଟି ହେଉଛି ଏଭିଡେନ୍ସ ବେସ୍ଡ ଥିଙ୍କିଂ, ଅର୍ଥାତ୍ ପ୍ରମାଣ ଆଧାରିତ ଚିନ୍ତା। ଏଠାରେ ଆମେ କେବଳ ସତ୍ୟାପିତ ତଥ୍ୟ ଏବଂ ବିଶ୍ୱସନୀୟ ଡାଟା ଉପରେ ହିଁ ନିର୍ଭର କରୁ। ଏହି ଦୁଇଟି ମିଶିଗଲେ ହିଁ ସମାଲୋଚନାତ୍ମକ ଚିନ୍ତାର ଏକ ମଜବୁତ ମେରୁଦଣ୍ଡ ତିଆରି ହୁଏ। କିନ୍ତୁ ସାବଧାନ, ଏହି ରାସ୍ତାରେ ଆଉ ଗୋଟେ ଫାନ୍ଦ ଅଛି, ଯାହାକୁ କୁହାଯାଏ ଲଜିକାଲ ଫାଲାସିସ୍ ବା ଯୁକ୍ତିଗତ ତ୍ରୁଟି। ଏଗୁଡ଼ିକ ଆମ ଯୁକ୍ତିକୁ ଭିତରୁ ଦୁର୍ବଳ କରିଦିଏ ଆଉ ଆମ ଚିନ୍ତାକୁ ବାଟବଣା କରିଦିଏ। ମଜା କଥା ହେଉଛି, ଏପରିକି ବହୁତ ବୁଦ୍ଧିମାନ ଲୋକମାନେ ମଧ୍ୟ ଏହାର ଶିକାର ହୋଇଯାନ୍ତି। ଏହି ସାରଣୀରେ ଦୁଇଟି ବହୁତ ସାଧାରଣ ତ୍ରୁଟି ବିଷୟରେ ଦେଖନ୍ତୁ। ପ୍ରଥମଟି ହେଉଛି ଆଡ୍ ହୋମିନେମ୍। ଏଥିରେ ଲୋକେ ଯୁକ୍ତିକୁ ନ ଦେଖି ଯିଏ ଯୁକ୍ତି କରୁଛି ତାକୁ ଆକ୍ଷେପ କରନ୍ତି। ଯେମିତିକି କେହି ଯଦି ଗୋଟେ ଭଲ ପରାମର୍ଶ ଦିଏ, ତାକୁ ନ ଶୁଣି କହିବା, ଆରେ ତୁମେ ଏ ବିଷୟରେ କ'ଣ ବା ଜାଣିଛ। ଦ୍ୱିତୀୟଟି ହେଉଛି ସ୍ଲିପରି ସ୍ଲୋପ୍। ଏଠାରେ ଲୋକେ ଧରିନିଅନ୍ତି ଯେ ଗୋଟିଏ ଛୋଟ ଘଟଣା ନିଶ୍ଚିତ ଭାବେ ଗୋଟିଏ ବହୁତ ବଡ଼ ସମସ୍ୟା ସୃଷ୍ଟି କରିବ। ଉଦାହରଣ ସ୍ୱରୂପ, ଆଜି ଯଦି ପିଲାକୁ ଟିକେ ମୋବାଇଲ ଦେଇଦେବା, ତେବେ କାଲି ସେ ପାଠପଢ଼ା ପୁରା ଛାଡ଼ିଦେବ। ଏହି ତ୍ରୁଟିଗୁଡ଼ିକୁ ଚିହ୍ନି ପାରିଲେ ହିଁ ଆମେ ଆମ ଚିନ୍ତାଧାରାକୁ ଆହୁରି ସୁଧାରି ପାରିବା। ବହୁତ ହୋଇଗଲା ଥିଓରି। ବର୍ତ୍ତମାନ ଆମେ ଆମର ଚତୁର୍ଥ ପର୍ଯ୍ୟାୟରେ ପ୍ରବେଶ କରୁଛେ, ଯେଉଁଠି ଆମେ ଜୀବନର ପ୍ରକୃତ ସମସ୍ୟାଗୁଡ଼ିକୁ ସମାଧାନ କରିବା। କାରଣ କେବଳ ଜ୍ଞାନ ଆହରଣ କରିବା ଯଥେଷ୍ଟ ନୁହେଁ। ଏବେ ସମୟ ଆସିଛି ଆମେ ଏପର୍ଯ୍ୟନ୍ତ ଯାହା ବି ଶିଖିଲେ ତାକୁ ବାସ୍ତବ ଜୀବନରେ ପ୍ରୟୋଗ କରିବାର। କଳ୍ପନା କରନ୍ତୁ, ଆପଣଙ୍କ ସାମ୍ନାରେ ଗୋଟିଏ ବିରାଟ ଜଟିଳ ଭାବେ ଛନ୍ଦି ହୋଇଥିବା ସୂତା ଗଣ୍ଠି ଅଛି। ଦେଖିବାକୁ ବହୁତ ଭୟଙ୍କର ଲାଗୁଛି, ଆଉ ଲାଗୁଛି ଯେମିତି ଏହା କେବେ ବି ଖୋଲି ହେବନି। ଆମ ଜୀବନର ସମସ୍ୟାଗୁଡ଼ିକୁ ବି ଠିକ୍ ସେମିତି। କିନ୍ତୁ ଯଦି ଆମ ପାଖରେ ସଠିକ୍ କୌଶଳ ଥାଏ, ତେବେ ଯେକୌଣସି ଗଣ୍ଠିକୁ ଖୋଲାଯାଇପାରେ। ଯେକୌଣସି ସମସ୍ୟାକୁ ସମାଧାନ କରିବା ପାଇଁ ଏଠାରେ ଗୋଟିଏ 4 ପର୍ଯ୍ୟାୟ ବିଶିଷ୍ଟ ସରଳ ପଦ୍ଧତି ଦିଆଯାଇଛି। ପ୍ରଥମେ ସମସ୍ୟାଟାକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ବିଭକ୍ତ କରନ୍ତୁ। ଦ୍ୱିତୀୟରେ, ଯେତେ ସମ୍ଭବ ସବୁ ଦିଗରୁ ତଥ୍ୟ ସଂଗ୍ରହ କରନ୍ତୁ। ତୃତୀୟରେ, କୌଣସି ପୂର୍ବଧାରଣା ନ ରଖି ମୁକ୍ତ ଭାବରେ ସମ୍ଭାବ୍ୟ ସମାଧାନଗୁଡ଼ିକ ବିଷୟରେ ଚିନ୍ତା କରନ୍ତୁ। ଆଉ ଶେଷରେ, ସବୁଠୁ ଭଲ ଉପାୟଟିକୁ ବାଛି ତାକୁ କାର୍ଯ୍ୟକାରୀ କରନ୍ତୁ ଏବଂ ଫଳାଫଳ ଉପରେ ନଜର ରଖନ୍ତୁ। ଦେଖିବେ, ବଡ଼ ସମସ୍ୟା ବି ସହଜ ଲାଗିବ। ଏବେ ଆମେ ଆମ ଯାତ୍ରାର ଅନ୍ତିମ କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛେ, ଜଣେ ସ୍ଥିର ଏବଂ ଦୃଢ଼ ଚିନ୍ତକ ହେବା। ଏଠାରେ ଆମର ଲକ୍ଷ୍ୟ କେବଳ ଭଲ ଭାବରେ ଚିନ୍ତା କରିବା ନୁହେଁ, ବରଂ ଜୀବନର ଆହ୍ୱାନଗୁଡ଼ିକରୁ ଶକ୍ତି ଆହରଣ କରିବା। ତେବେ ଏହି ମାନସିକ ସ୍ଥିରତା ବା ରେଜିଲିଏନ୍ସ ପ୍ରକୃତରେ କ'ଣ? ଏହା ହେଉଛି କଠିନ ପରିସ୍ଥିତି, ଆଘାତ କିମ୍ବା ଚାପ ସମୟରେ ନିଜକୁ ଖାପ ଖୁଆଇ ଆଗକୁ ବଢ଼ିବାର କ୍ଷମତା। ଠିକ୍ ଯେମିତି ଗୋଟିଏ ବଡ଼ ଓକ୍ ଗଛ ପ୍ରବଳ ଝଡ଼ରେ ନଇଁଯାଏ କିନ୍ତୁ ଭାଙ୍ଗିଯାଏ ନାହିଁ। ରେଜିଲିଏନ୍ସ ହେଉଛି ବିଫଳ ହେବା ପରେ ପୁଣି ଥରେ ଠିଆ ହେବାର ସାମର୍ଥ୍ୟ। ଆଉ ଏହି ମାନସିକ ସ୍ଥିରତାର ଚାବିକାଠି ହେଉଛି ଗ୍ରୋଥ୍ ମାଇଣ୍ଡସେଟ୍ ବା ବିକାଶଶୀଳ ମାନସିକତା। ଏହି ମାନସିକତା ଥିବା ବ୍ୟକ୍ତି ବିଶ୍ୱାସ କରନ୍ତି ଯେ ଚେଷ୍ଟା କଲେ ଏବଂ ଶିଖିଲେ ଯେକୌଣସି ଦକ୍ଷତା ହାସଲ କରାଯାଇପାରେ। ଅନ୍ୟପଟେ ଫିକ୍ସଡ୍ ମାଇଣ୍ଡସେଟ୍ ଥିବା ଲୋକେ ଭାବନ୍ତି ଯେ ଆମର ଦକ୍ଷତା ସବୁ ଜନ୍ମରୁ ହିଁ ସ୍ଥିର, ତାକୁ ବଦଳା ଯାଇପାରିବନି। ପ୍ରକୃତ ସ୍ଥିରତା ସେତେବେଳେ ଆସେ ଯେତେବେଳେ ଆମେ ଏହି ବିଶ୍ୱାସ ରଖୁ ଯେ ଆମେ ପ୍ରତ୍ୟେକ ଭୁଲ ଏବଂ ବିଫଳତାରୁ କିଛି ନା କିଛି ଶିଖିପାରିବା। ଏହି ଉକ୍ତିଟିକୁ ସବୁବେଳେ ମନେ ରଖିବା ଉଚିତ। ବିଫଳତାକୁ ନିଜ ମୂଲ୍ୟରେ ପ୍ରତିଫଳନ ବୋଲି ଭାବନ୍ତୁ ନାହିଁ, ବରଂ ଏହାକୁ ଏକ ଶିକ୍ଷଣ ଅନୁଭୂତି ଭାବରେ ଗ୍ରହଣ କରନ୍ତୁ। କାରଣ ଏହିଠାରେ ହିଁ ପ୍ରକୃତ ବିକାଶ ହୁଏ। ଏହି ଚିନ୍ତାଧାରା ହିଁ ଗ୍ରୋଥ୍ ମାଇଣ୍ଡସେଟ୍ର ମୂଳଦୁଆ, ଆଉ ଜଣେ ମଜବୁତ ଚିନ୍ତକ ହେବାର ପ୍ରକୃତ ଚାବିକାଠି। ତେବେ ଆଜିର ଏହି ବିଶ୍ଳେଷଣରୁ ଆମେ ଗୋଟିଏ କଥା ବୁଝିଲେ ଯେ ସମାଲୋଚନାତ୍ମକ ଚିନ୍ତାଧାରା କୌଣସି ଗନ୍ତବ୍ୟସ୍ଥଳ ନୁହେଁ, ଏହା ଏକ ନିରନ୍ତର ଯାତ୍ରା। ତେବେ ଏହି ଯାତ୍ରାକୁ ଆରମ୍ଭ କରିବା ପାଇଁ ଆପଣ ନିଜର ଏମିତି କେଉଁ ଗୋଟିଏ ବିଶ୍ୱାସ ବା ଧାରଣାକୁ ଆଜି ପରଖିଏ ଦେଖିବାକୁ ଚାହିଁବେ? କାରଣ କ୍ରିଟିକାଲ ଥିଙ୍କିଂ କେବଳ ଶିଖିବାରେ ନୁହେଁ, ବରଂ ଏହାକୁ ପ୍ରତିଦିନ ନିଜ ଜୀବନରେ ପ୍ରୟୋଗ କରିବାରେ ହିଁ ଏହାର ପ୍ରକୃତ ଶକ୍ତି ଲୁଚି ରହିଛି।